ଶ୍ରୀଯୁକ୍ତ ଶ୍ୟାମାପ୍ରସାଦ ଚୌଧୁରୀ ଜଣେ ପ୍ରଥିତ ଯଶା ଗାଳ୍ପିକ, ସ୍ତମ୍ଭକାର, ପୁଣି ସମାଜର ପ୍ରାଜ୍ଞଚିନ୍ତକ। ଗଳ୍ପରେ ବିବିଧତା, ନୂତନତା ସାଥିରେ ଅନ୍ୟାନ୍ୟ ରଚନାରେ ଯୌକ୍ତିକତା ଓ ସୂକ୍ଷ୍ମ ଚିନ୍ତନର ମୌଳିକତା ତାଙ୍କୁ ଅନନ୍ୟ କରି ଗଢ଼ି ତୋଳେ। ପରିଚ୍ଛନ୍ନ ଭାଷା, ପ୍ରସଙ୍ଗ ଉପଯୋଗୀ ଶୈଳୀ ସହ ସୈଦ୍ଧାନ୍ତିକ ନିଷ୍କର୍ଷ ଲେଖାଗୁଡ଼ିକୁ ଖୁବ୍ ଦୁର୍ଲଭ ଓ ଅନନ୍ୟ ରୂପ ପ୍ରଦାନ କରେ। ବହୁଶାସ୍ତ୍ରଦର୍ଶୀ ପ୍ରତିଭାବାନ ଗାଳ୍ପିକ ଶ୍ରୀଯୁକ୍ତ ଚୌଧୁରୀ ତାଙ୍କର ମନନଶୀଳ ରଚନା ମାଧ୍ୟମରେ ସାଧାରଣ ଜୀବନର ଅସାଧାରଣ ଦିଗକୁ ଅତି ନିଖୁଣ ଭାବେ ରୂପାୟନ କରିପାରନ୍ତି। ତାଙ୍କ ଲେଖନୀରେ ସମାଜର ବାସ୍ତବତା ଓ ଆବେଗର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ, ଯାହା ପାଠକକୁ ଆତ୍ମଚିନ୍ତନ କରିବାକୁ ବାଧ୍ୟ କରେ। ମଧ୍ୟବିତ୍ତ ପରିବାରର ଦ୍ୱନ୍ଦ୍ୱ, ସଂଘର୍ଷ ଏବଂ ମାନବୀୟ ସମ୍ପର୍କର ସୂକ୍ଷ୍ମ ଅନୁଭବକୁ ସେ ନିଜର ସ୍ୱତନ୍ତ୍ର ଶୈଳୀରେ ଉପସ୍ଥାପିତ କରିବାରେ ଜଣେ ସିଦ୍ଧହସ୍ତ ସ୍ରଷ୍ଟା। ଏଭଳି ଜଣେ ପ୍ରାଜ୍ଞ ବିଜ୍ଞ ଲେଖକଙ୍କର ଏକ ପ୍ରବନ୍ଧ, ଯାହାକି ଏଇ ଗତ ମଙ୍ଗଳବାର ମେ 5 ତାରିଖ 2026 ମସିହାର ସମ୍ବାଦ ପୃଷ୍ଠାରେ ସ୍ଥାନିତ, ତାର ଶୀର୍ଷକ ରାନ୍ଧଣା, ତାକୁ ଆଜି ଆମେ ପାଠ କରିବା। ଏକ ଉନ୍ନତ ରଚନାର ନମୁନା ବି ପାଇପାରିବା ଏକୁ ପାଠ କଲେ। ଏହାକୁ ସେ ଏକ ଅଦ୍ଭୁତ ଉପାଖ୍ୟାନରୁ ଆରମ୍ଭ କରିଛନ୍ତି, ଯାହା ଦୈନନ୍ଦିନ ଆମକୁ ଆଘାତ ଦେଉଥିବା ଏ ଦୁଇଟି କ୍ଷୁଦ୍ର ସମ୍ବାଦ ମାତ୍ର। ଆମେ ତାକୁ ବଳିଷ୍ଠ ବି କହିପାରିବା। ସେ ଏମିତି ଭାବରେ କହନ୍ତି, ସେଦିନ ଖବରକାଗଜରେ ଦୁଇଟି ରନ୍ଧାବଢ଼ା ଜନିତ ହତ୍ୟାକାଣ୍ଡ କଥା ପଢ଼ିଲି। ହାଇଦ୍ରାବାଦରେ ଜଣଙ୍କ ଡିନରରେ ଚିକେନ ତରକାରୀ ନଥିବାରୁ ଦୀର୍ଘ ବଚସା ପରେ ପତ୍ନୀ ତାଙ୍କର ସ୍ୱାମୀକୁ ଗୋଟେ ଦାରେ ହତ୍ୟା କରିଦେଲେ। କେଡ଼େ ଅଦ୍ଭୁତ ଖବରଟେ। ଠିକ୍ ସେମିତି ଗୁଜରାଟର ବଦୋଦରାରେ ରନ୍ଧା ସରିଥିବା ଲଞ୍ଚକୁ ପତି ନ ଖାଇବା ଯୋଗୁଁ କ୍ରୋଧରେ ଜଳୁଥିବା ପତ୍ନୀ ତାଙ୍କୁ ମଧ୍ୟ ମାରିଦେଲେ। ଅଯଥାରେ ବିଚଳିତ ହେଲେ ଅଦ୍ଭୁତ ନାଟକୀୟତାରେ ସେ କହିଛନ୍ତି, ଅଯଥାରେ ବିଚଳିତ ହେଇ ଅଦ୍ଭୁତ ନାଟକୀୟତାରେ ସେ ଖୋଜିଲେ ତାଙ୍କର ଦୁଇଟି ପ୍ରିୟ ବହିକୁ। କାହିଁକି ଏ କଥା? ଦୁଇଟି ଘଟଣା ତାଙ୍କୁ ଏତେ ବିଚଳିତ କରିଦେଲା ଯେ ତା ସହିତ ସେହି ପ୍ରସଙ୍ଗ ସହିତ ଯୋଡ଼ା ଦୁଇଟି ପୂର୍ବରୁ ପଠିତ ଉପନ୍ୟାସକୁ ସେ ଖୋଜିବାରେ ବ୍ୟସ୍ତ ରହିଲେ। କାରଣ ଅନ୍ୟମାନେ କେହି ଅନୁଭବ କରନ୍ତୁ ବା ନ କରନ୍ତୁ, ଏଭଳି ପ୍ରାଜ୍ଞ ବିଜ୍ଞ ଲେଖକଟିଏ ଅନୁଭବ କରିଛି ସେହି ସମ୍ପର୍କିତ ଉପନ୍ୟାସ ମାନେ ତାଙ୍କୁ ନିଜ ଦୁଃଖ ହତାଶା ଭିତରୁ ମୁକୁଳିବାର ଉପାୟ ପ୍ରଦାନ କରନ୍ତି। ସେଇଥିପାଇଁ ସେ କହିଛନ୍ତି, ସତେ ଅବା ତାହା ହିଁ ଥିଲା ଶବ୍ଦୋଚ୍ଚାରଣ ଶୂନ୍ୟ ଛୋଟ ମୋର ଭୂମିକା। ବହି ଖୋଜିବା ଏବଂ ବହିରୁ ବିଚଳିତ ହେବାର ସବୁଠୁ ଉଦ୍ଭଟ ଅର୍ଥ ଖୋଜିବା। ସେ ଏହି ପ୍ରସଙ୍ଗରେ ଦୁଇଟି ଉପନ୍ୟାସ କଥା ପ୍ରକାଶ କରିଛନ୍ତି। ପ୍ରଥମଟି 2002ରେ ପ୍ରକାଶିତ ଇଆନ୍ ମାର୍ଟେଲଙ୍କ ଲାଇଫ୍ ଅଫ୍ ପାଇ, ଯାହାକୁ ଆମେ ଓଡ଼ିଆରେ କହିପାରିବା ପାଇର ଜୀବନ, ଯେଉଁଠି ଜନ୍ମରୁ ନିରାମିଷାସୀ ମୁଖ୍ୟ ଚରିତ୍ରଟି ହେଉଛି ପାଇ ପଟେଲ, ଯେ ଗୋଟେ ଅଭାବନୀୟ ଜାହାଜ ଦୁର୍ଘଟଣା ପରେ ପ୍ରଶାନ୍ତ ମହାସାଗର ମଝିରେ ଅସହାୟ ହୋଇ ଲାଇଫ୍ ବୋଟ୍ରେ 227 ଦିନ ରହିବା ଭିତରେ କିଛି ସାମୁଦ୍ରିକ ମାଛକୁ ମାରି ଖାଇବାକୁ ବାଧ୍ୟ ହେଇଛି। ଆପଣ ଲକ୍ଷ୍ୟ କରନ୍ତୁ, ଏଭଳି ଜଣେ ବ୍ୟକ୍ତିକୁ ସ୍ୱେଚ୍ଛାକୃତ ଆମିଷାସୀ କୁହାଯିବ କି ନାହିଁ ସିଏ ଦ୍ୱିତୀୟ କଥା। ଆମେ ଯେତେ ଦୋଷୀ ସବୁ ଦେଖୁ, ତା ଭିତରେ
परिस्थितिगत अपराधी माने अनेक समय कोर्टरू खसी आसती से दोषी नुहति आमे एठी दोष कथा को जाऊ नाहंती आमे जाउछंती ता आमिष भक्षणर कथा को जी समुद्र भितर 227 दिन रहिबा भितर केवल आहार मात्र पाइछंती सामुद्रिक माछ जहाँ को से खाइबा को बाध्य होउछंती। आ द्वितीय रे जो उपन्यास कथार अवतारणा करिछंते श्रीयुक्त चौधरी से तार विपरीत कथा घटी सेठी 2024 रे नोबेल पुरस्कार रे सम्मानिता दक्षिण कोरियार लेखिका हैन कैंग उपन्यास द वेजिटेरियन बा निरामिषासी यार नायिका यंग हे हठात दिने गोटे स्वप्नरू उठी स्थिर करुची से आउ मांस खाइब नाही एवं निरामिषासी हो धीरे धीरे से किछि भी खाऊनी। हाँ हाँ बड़ा अद्भुत है नायिका तार मने हेउची से गोटे गछ परी बंचुछि आउ सेमिति ही बंचिब केवल पानी आउ सूर्य किरण रे निजको गछर समतुल करी देउथबा निरामिषासी आपण बा केते जन को पाइबे समाज रे बंचिबा पई खाइबा कथा तो सबु प्राणी करते किए बंचिबा पई न खाए किंतु मनीषर चरम क्रूरता मते दिसे तार दुईटी खास अलगापण रे लेखकंक निजस्व चिंतन को देखंतु मनीषर क्रूरता को लक्ष्य करिसंती एवं क्रूरता पुणी तार अलगापण रे तार भैरण्यता रे गछ निजर खाद्य पाई काहाकू हत्या करेनी एई निरीहता ताकू अनन्य करी रखे किंतु अन्य सबु जीव से माने काहाकू खाई बंचंती ता भितरे पुणी मनीष आहुरी संपूर्ण एक व्यतिक्रम एका मनीष तार खाद्य को बंचाए बढ़ाए और मारे पुणी हत्या करे एवं सबुठु कदर्य कथा ताकू ही रांधि करी खाए। एठी श्रीयुक्त श्यामा प्रसाद चौधरी कथा को लक्ष्य करंतु आउ थरे मु पढ़ी दउची से वाक्य अन्य सबु जीव भितरु एका मनीष तार खाद्य को बंचाए बढ़ाए और मारे हत्या करे एवं सबुठु कदर्य कथा ताकू ही रांधि करी खाए अन्य कौनसी प्राणी रांधंती नहीं। नाना प्रकार गछ को मनीष धैर्यर सह खेतरे बुणे ए उदाहरण को देखो चषे तार फसल आउ फल को काटे कुटे आउ रांधे सेमती कुकुड़ा छेड़ी नाना जीव को पाले मारे टिक टिक करे मसल रे गोलाए तेल रे बाजे चाणे आउ खाए माछ नाना जल जीव को धरे काटे तार स्वाद को भिन्न भिन्न प्रकार करी खाए ये रांधनार रेसिपी श्रीयुक्त चौधरी भाषा रे मन हुए सभ्य मनीषर सबुठु सृजनात्मक आउ स्मरणीय कहानी ये सृजनात्मक व्यंग को लक्ष्य करंतु मनीषर रांधि खाइबा को इति चमत्कार व्यंग करिसेंती से मते तो लगुछि गलिवर्स ट्रावेल्स टू आहुरी कष्ट करे कथा। हाँ भोक नीति ठारू अधिक पुराणा आमे जहाँ अनुभव करती ताको प्रकाश करिसेंती श्रीयुक्त चौधरी नीति आसीबा पूर्वरु पेट ताहार न्याय संहिता लेखि सारी थिला आदिम मनुष्य प्रोटीन कार्बोहाइड्रेट करुणा किंबा पाप विषय रे चिंता ही करि नथिला से केवल भोक को चेन्नी थिला पेट आउ पाटीर शब्दोच्चारण हेउछि मनीषर प्रथम दर्शन प्राचीनतम फिलोसफी मनुष्य प्रकृति सहित सहावस्थान चाहेनी से ता उपरे प्रभुत्व चाहे ए आदिम मानसिकता को प्रकाश करिसेंते आम लेखक हत्या सबु बेले भोक पाई नुहे
ଅନେକ ସମୟରେ ଏହା ଶକ୍ତିର ଉଦ୍ଘୋଷଣା ମଧ୍ୟ। କୃଷି କେବଳ ଫଳପ୍ରାପ୍ତି ନୁହେଁ, ଏହା ସୁସଂଗଠିତ ନିୟନ୍ତ୍ରଣ। କେଉଁ ଗଛ ବଞ୍ଚିବ, କେଉଁ ଘାସକୁ ମାରି ଫିଙ୍ଗି ଦିଆଯିବ, କେଉଁ ପଶୁକୁ ପାଖରେ ପାଳି ହେବ, କେଉଁଟିକୁ ଦୂରରୁ ଶିକାର କରିହେବ, ମନୁଷ୍ୟର ଏ ଭାବନା କହେ ସେ କେବଳ ଜୀବଟିଏ ନୁହେଁ ବରଂ ଅନ୍ୟ ସବୁ ଜୀବଙ୍କର ମହାପ୍ରବନ୍ଧକ, ଇଏ ନିୟାମକ। ଅଦ୍ଭୁତ ମନୁଷ୍ୟର ମାନସିକତା। ମନୁଷ୍ୟ କେବଳ ଖାଦ୍ୟ ପାଇଁ ହତ୍ୟା କରେନି, ଥରେ ଥରେ ସେ ନିଜର ଜୀବାର ଅର୍ଥକୁ ବୁଝେଇବା ପାଇଁ ଚାହେଁ। କେତେ ପାଖରୁ ଲକ୍ଷ୍ୟ କରିଛନ୍ତି ଶ୍ରୀଯୁକ୍ତ ଚୌଧୁରୀ ମଣିଷର ପ୍ରକୃତିକୁ। ଶିକାର କଥା କହିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ସେ କ'ଣ କେବଳ ଖାଦ୍ୟ ପାଇଁ ଶିକାର କରେ? ଯଜ୍ଞ, ବଳି, ଯୁଦ୍ଧ, ପର୍ବପର୍ବାଣୀର ଭୋଜି, ସବୁଠି ମୃତ୍ୟୁ ଏକ ଭିନ୍ନ ଭାଷାରେ ପରିଣତ ହୋଇଯାଏ। ସବୁଠି ଜୀବ ବା ଗଛ ମରନ୍ତି, କିନ୍ତୁ ମନୁଷ୍ୟର ମନ ସେହି ମୃତ୍ୟୁକୁ ପିଢ଼ି ପରେ ପିଢ଼ି ଉଚ୍ଚାଟ କାହାଣୀ କରି କୁହେ। କେଉଁଠି ଏହା ଉକ୍ତି, କେଉଁଠି ଏହା ଭକ୍ତି, କେଉଁଠି ପ୍ରତିଶୋଧ, କେଉଁଠି ଉତ୍ସବ ତ କେଉଁଠି ସମ୍ମାନ। ଆମେ ପଶୁଟିଏ କି ଗଛଟିଏ ମାରିଦେଉ, କହୁ କ'ଣ ନା ଯଜ୍ଞ ପାଇଁ, ବଳି ପାଇଁ, ଯୁଦ୍ଧ ପାଇଁ, ପର୍ବପର୍ବାଣୀ ପାଇଁ। ହାୟ, ମଣିଷ ଭିତରରେ ବଞ୍ଚିଥିବା ପ୍ରକୃତ ନିକୃଷ୍ଟ ପଶୁତ୍ୱ। ଅନ୍ୟର ହତ୍ୟା ବି ମାଲିକାନାର ଅର୍ଥ ବୁଝାଏ। ଆମେ ମାଲିକାନା ଦେଖାଇବାକୁ କାହାକୁ ମାରି ଦେଇଥାଉ। ତୋଳି ପାରିଲେ ଫଳ ମୋର ହେଇଯାଏ, ଏହି ନୀତିରେ ପାଣିରେ ପହଁରୁଥିବା ମାଛ ପାଣିର, କିନ୍ତୁ ଜାଲରେ ପଡ଼ିଲେ ସେ ମୋର ଖାଦ୍ୟ। ଏହି ମୋର୍ ହେବା ପାଇଁ ଦରକାର ହୁଏ ସବୁବେଳେ ଗୋଟେ ବିଚ୍ଛେଦ, ଏବଂ ସବୁ ବିଚ୍ଛେଦ ପ୍ରାୟତଃ ତା ନିଜ ପାଇଁ ଗୋଟେ ଛୋଟ ମୃତ୍ୟୁ। ମାଲିକାନା ସେଇଠୁ ଆରମ୍ଭ ହୁଏ, ଯେଉଁଠି ଅନ୍ୟ ଜୀବନର ସ୍ୱାଧୀନତା ଏବଂ ଥରେ ଥରେ ପ୍ରକୃତ ଜୀବନ ବି ଶେଷ ହେଇଯାଏ। ଆଶ୍ଚର୍ଯ୍ୟ, ଆପଣ ଦେଖନ୍ତୁ, ଆମେ ଖାଲି ବିଚ୍ଛେଦ ମାଛଟାକୁ ନେଇ ଆସନ୍ତୁ ନା, ନେଇ ଆସି ଆପଣ ଆକ୍ୱାରିୟମରେ ରଖିଦିଅନ୍ତୁ, ତା ବି ତ ଗୋଟେ ଛୋଟ ମୃତ୍ୟୁ ନା। ପଚାରିଛନ୍ତି ପ୍ରଶ୍ନଟେ ଆଉ ଥରେ, ମଣିଷ ସତରେ କାହିଁକି ହତ୍ୟା କରେ? ପୁଣି କେତେ ସୁନ୍ଦର ଭାବରେ ହତ୍ୟାକୁ ସେ ନ୍ୟାୟ ବୋଲି ପ୍ରମାଣ କରିଦେଇପାରେ। ମନୁଷ୍ୟର ସବୁଠାରୁ ବଡ଼ ଆବିଷ୍କାର ବୋଧେ ନିଆଁ କି ଚକ ନୁହେଁ, ଗତି କି ଆତ୍ମଶକ୍ତି ବି ନୁହେଁ, ବରଂ ଯୁକ୍ତି। ସଭ୍ୟତାର ଏହି ସବୁଠୁ ବଡ଼ ସନ୍ତକ ହେଉଛି ପ୍ରକୃତରେ ଗୋଟେ ପ୍ରକାରର ସଫେଇ ଆଉ ସ୍ୱାକ୍ଷର। ଆହାର, ନିଦ୍ରା ଓ ମୈଥୁନ ତ ସବୁ ପଶୁ ପକ୍ଷୀଙ୍କର ଅଛି, କିନ୍ତୁ ସେ ସବୁକୁ ଦର୍ଶନରେ ପରିଣତ କରିଦେବାର କଳା ଓ ଦରକାରିତା ଥାଏ କେବଳ ମଣିଷ ପାଖରେ। ସିଏ ତା କାମକୁ ଦର୍ଶନ ଆଖ୍ୟା ଦେଇଦିଏ, ସର୍ବୋତ୍କୃଷ୍ଟ ଶିକ୍ଷା ଜ୍ଞାନ ଭାବରେ ପରିଚୟ ପ୍ରଦାନ କରିଦିଏ। ଆମେ ଯାହା କରୁ, ଯାହା କରିବାକୁ ବେଶୀ ଲୋକ ଇଚ୍ଛା କରନ୍ତି ବା ମୁଷ୍ଟିମେୟ ଜ୍ଞାନୀ ବିଜ୍ଞ ସମାଜ ଚଳଉଥିବା ଲୋକ ଇଚ୍ଛା କରନ୍ତି ନା, ତାକୁ ହିଁ ଦର୍ଶନ କହିଦିଅନ୍ତି, ତାକୁ ହିଁ ରୀତିନୀତି କହିଦିଅନ୍ତି, ତାକୁ ହିଁ ସମାଜ ଚଳେଇବାର ଗୋଟେ ଉପାୟ କହିଦିଅନ୍ତି। ଲାଇଫ୍ ଅଫ୍ ପାଇରେ ତାମିଲ ପିତା ଓ ପୁତ୍ର ଦୁଇ ଚରିତ୍ରର ନାମର ସାଙ୍ଗିଆ କାହିଁକି ଅବା ରଙ୍ଗରାଜନ କିମ୍ବା କୃଷ୍ଣମୂର୍ତ୍ତି ନ ଦେଇ ଗୁଜୁରାଟୀ ପଟେଲ ଦେଲା? ସେ କଥା ଲେଖକ ଅନେକ ଥର ନିଜକୁ ପ୍ରଶ୍ନ କରିଛନ୍ତି। ବୋଧେ ଗୁଜୁରାଟର ହତ୍ୟାକାଣ୍ଡର ଖବର ତାଙ୍କୁ ପାଇ ପଟେଲକୁ ଖୋଜେଇଲା। ତେବେ ନିଜର କୌଣସି ବ୍ୟକ୍ତିଗତ ନାମ ନଥିବା ଜୀବଜନ୍ତୁଙ୍କ ସମ୍ପର୍କରେ ଲେଖକ କହୁଛନ୍ତି, ସେମାନଙ୍କୁ ଚିଡ଼ିଆଖାନା ଓ ତା ବାହାରର ମୁକ୍ତ ଜାଙ୍ଗଲିକତା ଭିତରୁ ଗୋଟେକୁ ବାଛିବାକୁ କୁହାଗଲେ ସେମାନେ ବୋଧେ ତଥାପି ବାଛିବେ ନାହିଁ ପ୍ରଥମଟିକୁ, ଯେଉଁଠି ସେହି ତିନି ମୂଳ ପାଶବିକ ଗୁଣର ସମସ୍ତ ବ୍ୟବସ୍ଥା ଆଗରୁ କରାସରି ଥାଏ। ତାକୁ ବନ୍ଦୀ କରାଯିବ, ହତ୍ୟା କରାଯିବ, ଖିଆଯିବ। ସେହି କାଳ୍ପନିକ ପଣ୍ଡିଚେରୀ ଚିଡ଼ିଆଖାନାର କଥା ବି କହିଛନ୍ତି ଲେଖକ। ସେ କହିଛନ୍ତି, ଏ ଚିଡ଼ିଆଖାନାରେ କୁଆଡ଼େ ଥିଲା ଗୋଟେ ଦର୍ପଣ, ଆଉ ଉପର ଫଳକରେ ଉପରେ ଗୋଟେ ଢାଙ୍କୁଣୀ। ଉପର ଫଳକରେ ଲେଖା ଥିଲା, ଜାଣିଛ ସବୁଠୁ ବେଶୀ କ୍ଷତିକାରକ ପ୍ରାଣୀ କିଏ? ଏ ଫଳକକୁ ପର୍ଦ୍ଦାରେ ଢାଙ୍କି ଦିଆଯାଇଥିଲା ସିନା, ଯଦି କେହି ବି ପର୍ଦ୍ଦାକୁ ଆଡ଼େଇଲେ ଜଣେ ନିଜକୁ ହିଁ ଦେଖିବ ଦର୍ପଣରେ ଆଉ ବୁଝିଯିବ
उत्तर से ही निजे सबुठु सांघातिक सबुठु दुर्दमनीय सबुठु बड़ विश्वासघातक हत्याकारी मनीष। हाँ, लेखक कहिछन्ते दक्षिण कोरियार लेखिकांक निरामिषासी चरित्र यंग हे हत्या करुची निजर उभय अस्तित्व को अस्मिता को। हैदराबाद हत्या खबर मने पकईदेला तांकु यंग हे को शब्द किछि भी कथा करि पारे। छुरी केवल मनीष को काटे, मनुष्य ताकु प्रतीक परिणत करि दिए। सत्य निर्मम सत्य निष्ठुर किंतु ता सरल। मनुष्य केवल जीवन खाउथुबा प्राणी नुहे, से खाइबार कारण को व्याख्या करुथुबा एकमात्र प्राणी। खाइब परे व्याख्या करिब, ताकु पुणी बुझेई यौक्तिकतारे सिद्ध करिदेब जे यहाँ ही उत्कृष्टतम कार्य। सबु गति करुथुवा जीव काहाकु ना काहाकु हत्या करंती सत्य, किंतु सेमान को पाखरे कौनसी दर्शन न थाए ना सेमाने दर्शन खोजंती केबे। किंतु मनुष्य हत्या करी सारी वैज्ञानिक और धार्मिक युक्ति बाढ़े, नीति पढ़े और साहित्य लेखे। एथिरे तार अपराध बोध थाए, अपराजय बोध मध्य थाए। किते सिद्ध करिदेले कथा को मनीष भितरे अमनीषत्व को खोजी पाइबार ए नुआ प्रक्रिया को ए नुआ अणुवीक्षण को देखंत श्यामा प्रसाद शब्द रे। शेषरे कौन कहिचंती जानते? कहते शाकाहारी हेई थाए अबा मांसाहारी, मोर निश्चय दरकार हुए गोटे छुरी और रंधा सरीबा जाए निया। परिबा को मु रांधे अथवा कहार मांस को खाद्य सामग्री और से सबुर निर्णीत भागमाप ओ ए दुईटी कथा सांग को प्रत्येक भल रेसिपी रे रहिबा कथा बोधे। सब आगे एवं सबुठु बेसी जरूरी सामग्री रांधि पारिबार और बाढ़ी पारिबार दुर्बार दुस्साहस। एई हेउची आम लेखकंक मृण्मय मानसिकता। या भितरे से जहाँ प्रकाश करिचंते ताको आमे हृदयंगम करिबा चाहिए, कारण आमे सेही भद्र सुशिक्षित मनीषा जे निजको प्रतिपादन करिबा बेले पछेई जानतेने, आमे निजको प्रकाश करिबा बेले पछेई जानतेने, आमे निजको प्रमाणित करिबा बेले पछेई जानतेने। किंतु जिते अनैतिक अयौक्तिक अमानविक काम करते सबको सिद्ध करी रखी दियंते आम कथबार्ता रे, आम साहित्य रे, आम विज्ञान रचना रे, आम भाषण रे, आम प्रज्ञा को प्रकाश करिबारे। यह कौन सतरे युक्तियुक्त? तेणु आजिर एही प्रबंध एक मौलिक प्रबंध जहाँ जेकोसी मनीषर अंतर चिंतन पाई बाध्य करे, हृदय भितर को उहुकी देखिबा पाई बाध्य करे एवं तृतीय नयनर उन्मोचन पाई बाध्य करे। बस श्रीयुक्त श्यामा प्रसाद चौधरी आपण को लेखा ही मो रोममूलार शिहरण, आपण को लेखा ही मो हृदय भितर जागरण, आपण को लेखा ही मते काली सकाळर एक नूतन सूर्योदय देखिबार एक नूतन प्रतिज्ञा करई दिए। से मु कृतज्ञ।